ମା ଦିବ୍ୟ ସମାଚାରରୁ ଆମେ ପଢିବା ଆବାହନ ଓ ଆଶୀର୍ବାଦ। ଜି ଆଶ୍ରମକୁ ପ୍ରାୟ 4 ଗୋଟି ଦର୍ଶନ ଦିନରେ ଆସନ୍ତି। 1948 କିମ୍ବା 1949 ସାଲ ହେବ, ଏହା ମଧ୍ୟରେ ସେ ଗୋଟିଏ ଦର୍ଶନ ଦିନରେ ଆସିଥାନ୍ତି। ପ୍ରଭୁଙ୍କର ଦେହ ତ୍ୟାଗର ଶେଷ 4 ବର୍ଷ କେବଳ ଲୋକମାନେ ଦର୍ଶନ ଦିନରେ ପ୍ରଭୁ ଓ ଶ୍ରୀମାଙ୍କ ସମ୍ମୁଖ ଦେଇ ଦର୍ଶନ କରି ଚାଲିଯାଆନ୍ତି। ଏହା ପୂର୍ବରୁ ଯେଉଁ ସୁବର୍ଣ୍ଣ ସୁଯୋଗ ଥିଲା, ଲୋକମାନେ ଦର୍ଶନ ସମୟରେ ପ୍ରଥମେ ପ୍ରଭୁଙ୍କୁ ଓ ପରେ ଶ୍ରୀମାଙ୍କୁ ପ୍ରଣାମ ନିବେଦନ କରୁଥିଲେ, ସେହି ସୁବର୍ଣ୍ଣ ସୁଯୋଗ ଆଉ ନଥାଏ। ଜି ଯାଇ ଦର୍ଶନ କକ୍ଷର ହଲ୍ ମଧ୍ୟରେ ପହଞ୍ଚିଛନ୍ତି। ଧାଡିରେ ଯିବା ବେଳେ ସେ ଟିକେ ଡାହାଣକୁ ପାଖେଇ ଯାଇଥିଲେ। ତାଙ୍କର ଅନ୍ତର ମଧ୍ୟରୁ ସ୍ୱତଃ ଏପରି ଏକ ଆବାହନ ଆସିଲା ଯେ ସେ ସହସା ଦିବ୍ୟ ପ୍ରତ୍ୟୁତ୍ତର ଲାଭ କଲେ। ଶ୍ରୀଅରବିନ୍ଦଙ୍କର ଦୃଷ୍ଟି ତାଙ୍କ ଉପରେ ନିବଦ୍ଧ ହୋଇଥିଲା। ସେ ଧାଡିରେ ଆସି ପ୍ରଭୁଙ୍କ ସମ୍ମୁଖରେ ପହଞ୍ଚିଲା ପର୍ଯ୍ୟନ୍ତ ପ୍ରଭୁଙ୍କର ଦିବ୍ୟ ଦୃଷ୍ଟି ସେହିପରି ତାଙ୍କ ଉପରେ ନିବଦ୍ଧ ହୋଇଥାଏ। ଏହାପରେ ଶ୍ରୀଅରବିନ୍ଦ ହସ୍ତ ସାମାନ୍ୟ ଉତ୍ତୋଳନ ପୂର୍ବକ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ତାଙ୍କ ଭିତରେ ସତ ଗୋଟେ ଅନ୍ତଃପ୍ରେରଣା ଆସିଲା ଯେ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଶେଷ ପର୍ଯ୍ୟନ୍ତ ତାଙ୍କୁ ପ୍ରଭୁ ଚାହିଁକି ରହିଥାନ୍ତି। ମା ସମସ୍ତେ ଯିଏ ବି ବ୍ୟକ୍ତି ଯେତେବେଳେ ବି ହୃଦୟ ଭିତରୁ ମାଙ୍କୁ ପ୍ରାର୍ଥନା କରିବ, ତାର ଉତ୍ତର ସହସା ଉତ୍ତର ନିଶ୍ଚୟ ମିଳେ। ସେଥିପାଇଁ ମା ଲେଖିଛନ୍ତି, ଅଲ୍ ସିନସିୟର ପ୍ରେୟାର୍ସ ଆର୍ ଗ୍ରାଣ୍ଟେଡ୍। ଅଲ୍ ସିନସିୟର ପ୍ରେୟାର୍ସ। ମା